ପରିବେଶର ସୁରକ୍ଷା ପାଇଁ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ହେଉ ଏବଂ କୃତ୍ରିମ ଜଙ୍ଗଲରେ ସବୁ ପ୍ରକାରର ଗଛ ଲାଗେ ଯେମିତି ଜୀବଜନ୍ତୁମାନେ ତାକୁ ଖାଇପାରିବେ। ଏବଂ ବର୍ଷା ଦିନ ଆସିଛି, ଶ୍ରୀଗୁଣ୍ଡିଚା ବାହୁଡ଼ା ଭିତରେ ସମସ୍ତଙ୍କୁ ବିନମ୍ର ନିବେଦନ, ଯେଉଁ ଜାଗାରେ ଗଛ ବଞ୍ଚେଇ ପାରିବେ ଅନ୍ତତଃ ସର୍ବନିମ୍ନ 5ଟି ଗଛ ଲଗାଇବେ। ଯେଉଁଠି ବାଡ଼ି ବଗିଚା ନଥିବ ସେଠି ଫୁଲ କୁଣ୍ଡ ରଖିପାରନ୍ତି, ତୁଳସୀ ବି ଲଗାଇ ପାରନ୍ତି। କାରଣ ଗଛରୁ ହିଁ ଅମ୍ଳଜାନ ସୃଷ୍ଟି ହୁଏ, ଔଷଧ ସୃଷ୍ଟି ହୁଏ, ଫଳ ବାସ ସବୁ ସୃଷ୍ଟି ହୁଏ। ଇଏ ହେଲା ପରିବେଶର କଥା। ଗଣତନ୍ତ୍ର ରହିଛି ଓ ରହିବ। ସବୁଠାରୁ ଶ୍ରେଷ୍ଠ ତନ୍ତ୍ର ହେଉଛି ଗଣତନ୍ତ୍ର। ଗଣତନ୍ତ୍ର କହିଲେ କେବଳ ରାସ୍ତାଘାଟ ବା ଏମିତି ଡ୍ୟାମ୍ କରିବା ଏତିକିରେ ଗଣତନ୍ତ୍ର ସୀମିତ ନୁହେଁ। ଗଣତନ୍ତ୍ର ଭିତରକୁ ଆସିଲେ ଏଠି ଜୀବମାନେ କେମିତି ବଞ୍ଚିବେ, ଜଙ୍ଗଲ କେମିତି ବଞ୍ଚିବ, ମଣିଷମାନେ କେମିତି ଶୃଙ୍ଖଳିତ ଭାବରେ ବଞ୍ଚିବେ, ଇଏ ହେଉଛି ଗଣତନ୍ତ୍ର। ଆଉ ଧର୍ମ କହିଲେ ସୂର୍ଯ୍ୟ, ଧର୍ମ କହିଲେ ପାନୀୟ ଜଳ, ଧର୍ମ କହିଲେ ସମୁଦ୍ର, ଧର୍ମ କହିଲେ ସେଇ ଗଛ ବସୁଧା, ଇଏ ସବୁ କଥା, ଇଏ ତିନୋଟି ଯାକ ଶବ୍ଦର ଅର୍ଥ ସବୁ ସେଇ ଧର୍ମ, ଗଣତନ୍ତ୍ର ଓ ପରିବେଶ। ଇଏ ଗୋଟିଏ ସରଳରେଖାର ତିନୋଟି ବିନ୍ଦୁ। ତେଣୁ ଏହାର ସଚେତନତା ନିହାତି ଦରକାର। ଆଜି ଆମେ ଗଣତନ୍ତ୍ର ଭିତରେ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ସଂଗ୍ରାମ କରିବା, ପରିବେଶର ସୁରକ୍ଷା ପାଇଁ ପୁଅ ଝିଅମାନେ ସଂଗ୍ରାମ କରିବା ଉଚିତ ଏବଂ ଧର୍ମ କେବଳ ପ୍ରବଚନରେ ନ ରହୁ, ଧର୍ମ ଭିତରେ କର୍ମ ହେଉ, ଧର୍ମର ପ୍ରକୃତ